इंडोर स्टेडियमର ଶୁଭ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ଜିଲ୍ଲା ଯମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡିସ୍ଥିତ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ପରିସରରେ ଆଜି ଏକ ନୂତନ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଲକ୍ଷ୍ୟ ରହିଛି ସ୍ଥାନୀୟ ଅଞ୍ଚଳରେ ଖେଳକୁଦର ପ୍ରୋତ୍ସାହନ ଏବଂ ଶାରୀରିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବା। ଏହି ଷ୍ଟାଡିୟମ ଦ୍ୱାରା ଛାତ୍ରଛାତ୍ରୀମାନେ ବର୍ଷର ସବୁ ସମୟରେ ବିଶେଷ କରି ପ୍ରତିକୂଳ ପାଗରେ ମଧ୍ୟ ନିଜର ଅଭ୍ୟାସ ଜାରି ରଖିପାରିବେ। ଏ ନୂତନ ଭିତ୍ତିଭୂମି ସମ୍ବଲପୁରର କ୍ରୀଡ଼ା ପ୍ରତିଭାମାନଙ୍କୁ ଆଗକୁ ବଢ଼ାଇବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କୁଲୁଣ୍ଡି ଠାରେ ଅବସ୍ଥିତ ଥିବା ଏ ସରକାରୀ ଫିଜିକାଲ ଏଜୁକେସନ କଲେଜରେ ଆଜି ଇନଡୋର ଏବଂ ଅଧିକାରୀ ଶିକ୍ଷକ ମାନଙ୍କର ରହିବା ପାଇଁ ଆବାସିକ ବ୍ୟବସ୍ଥାର ଉଦ୍ଘାଟନ ହେଇଛି। ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ଏ ଅଞ୍ଚଳର ବରେଣ୍ୟ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ, ମାନ୍ୟବର ମନ୍ତ୍ରୀ ରବିନାରାୟଣ ନାୟକ ମହୋଦୟ ଏବଂ ସମସ୍ତ ବରେଣ୍ୟ ନେତୃତ୍ୱ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି ଏବଂ ଏହା ପରେ ଏକ ରିଭ୍ୟୁ ବୈଠକ ମଧ୍ୟ ହେଇଥିଲା, ଯେଉଁଥିରେ ଏ କୁଲୁଣ୍ଡିରେ ଏ କଲେଜଟିକୁ କେଉଁଭଳି ଭାବରେ ବଡ଼ କରିହେବ। ଏ କଲେଜରେ ବର୍ତ୍ତମାନ କେବଳ ବଏଜ ମାନଙ୍କ ପାଇଁ ହିଁ ବ୍ୟବସ୍ଥା ଅଛି। ଏଥିରେ କେମିତି କୋଏଡକୁ ସ୍ଥାନିତ କରିହେବ। ବର୍ତ୍ତମାନ 50-50-100 ଟୋଟାଲ ଆମର କନଜ୍ୟୁମିଂ କ୍ୟାପାସିଟି ଅଛି, ତାହାକୁ ଫେଜ୍ ୱାଇଜ 500 ପର୍ଯ୍ୟନ୍ତ କେମିତି ପହଞ୍ଚେଇବା। ତା ସହିତ ଟ୍ରେନିଂ ଅଫ ଟ୍ରେନର୍ସ, କୋଚ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ମଧ୍ୟ ଏ ସ୍ଥାନରେ କରିହେବ। ଏହାର ଅନ୍ୟ ଇନଫ୍ରାଷ୍ଟ୍ରକ୍ଚର ଏବଂ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶିତ ହୋଇଛି ଯେ ଏ ରାସ୍ତା ଅପର ପାର୍ଶ୍ୱରେ ମଧ୍ୟ ଆଉ ଯେଉଁ ଜମି ଅଛି ତାକୁ ୟୁଜ୍ କରିକି ୟାକୁ ଗୋଟେ ସ୍ପୋର୍ଟସ ଆଉ ଏକାଡେମିକର ଗୋଟେ ବଡ଼ ହବ୍ କରିବା ପାଇଁ କ୍ରୀଡ଼ା ବିଭାଗ ତରଫରୁ ଏଥି ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି ଏବଂ ମୁଁ ଆଶା କରୁଛି ଆଗାମୀ ଦିନମାନଙ୍କରେ ଏଥି ନିମନ୍ତେ ବଡ଼ ଭିଜିବିଲିଟି ଆସିବ। ଧନ୍ୟବାଦ।